ଜଗନ୍ନାଥ ପ୍ରସାଦ ହାଟପଦା ଲକ୍ଷ୍ମୀ ବଜାର କମିଟି ପକ୍ଷରୁ ମା ଗଜଲକ୍ଷ୍ମୀ ପୂଜା ପ୍ରତିବର୍ଷ ଭଳି ଚଳିତ ବର୍ଷ ମହା ଆଡମ୍ବରରେ ପାଳିତ ହୋଇଯାଇଛି। ଏହି ପୂଜା ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ ଆରମ୍ଭ ହୋଇ କାର୍ତ୍ତିକ ମାସ ସପ୍ତମୀ ତିଥି ପର୍ଯ୍ୟନ୍ତ ଦୀର୍ଘ 8 ଦିନ ଧରି ଧୁମଧାମରେ ପାଳନ ହେଉଥିବାରୁ ମୁଖ୍ୟ ସହର ଆଲୋକୀକରଣ ଓ ବିଭିନ୍ନ ପ୍ରକାର ସାଜସଜ୍ଜାରେ ଉତ୍ସବ ମୁଖର ହୋଇପଡ଼ିଛି। ସକାଳେ ଓ ସନ୍ଧ୍ୟା ସମୟରେ ସନ୍ଧ୍ୟା ଆଳତି ପୂଜା ମଣ୍ଡପରେ ସହସ୍ରାଧିକ ଶ୍ରଦ୍ଧାଳୁ ଓ ମହିଳା ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି। ଭକ୍ତମାନଙ୍କୁ ଶୁଖିଲା ପ୍ରସାଦ ବଣ୍ଟନ ହେବା ସହିତ ଦିନ 1 ଘଣ୍ଟା ସମୟରେ ଅନ୍ନ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ମଧ୍ୟ ହେଉଛି। ହାଟପଦା ଲକ୍ଷ୍ମୀ ବଜାର ପ୍ରସ୍ତୁତି ପୂଜାରେ ପୂଜକ ଭାବେ ପ୍ରଦୀପ୍ତ କୁମାର ଦାସ ଓ କର୍ତ୍ତା ଭାବେ କୈଳାସ ଚନ୍ଦ୍ର ପାତ୍ର କାର୍ଯ୍ୟନିର୍ବାହ କରିଛନ୍ତି। ସଭାପତି ବିନୋଦ ବିହାରୀ ପ୍ରଧାନ, ଅମରେଶ ମହାପାତ୍ର, ପୂର୍ଣ୍ଣ ସାହୁ, ସୁଦର୍ଶନ ବେହେରା, ରଞ୍ଜନ ପାତ୍ର, ନାଗୁ ସାହୁ, ଏଜୟରାମ ପାତ୍ର, ପବିତ୍ର ସାହୁ, ରାଜୀବ ସାହୁ, ଅନାଦି ପ୍ରଧାନ, କମଳ ଡାକ, ମନୋରଞ୍ଜନ ସାହୁ, ଲବ ମହାପାତ୍ର, ନିତ୍ୟାନନ୍ଦ ରଥ, ଅକ୍ଷୟ ରଥ, ସଞ୍ଜୟ ବେହେରା ମା ଗଜଲକ୍ଷ୍ମୀଙ୍କୁ ରବିବାର ଦିନ ବିରାଟ ପଟୁଆରରେ ବିସର୍ଜନ କରାଯିବ ନେଇ ବଣିକ ସଂଘ ପକ୍ଷରୁ ସୂଚନା ରହିଛି। ଜଗନ୍ନାଥ ପ୍ରସାଦରୁ ଚିନ୍ତାରଞ୍ଜନ ଗନ୍ତାୟତଙ୍କ ରିପୋର୍ଟ, ନିରପେକ୍ଷ ନ୍ୟୁଜ୍।